जय श्रीकृष्ण जय महाप्रभु श्री जगन्नाथ स्वामी महाप्रभु श्री जगन्नाथଙ୍କର କୃପା ଆପଣଙ୍କ ଉପରେ ବରସୁଥାଉ। महाप्रभु ଶ୍ରୀ ଜଗନ୍ନାଥ ପ୍ରାଣ ପୁରୁଷୋତ୍ତମ ବିଷ୍ଣୁ ହରି ମୋହନ ମୁରାରୀଙ୍କୁ ଛାଡ଼ି ଆମେ କୁଆଡ଼େ ଯିବା। ଆଜି ଏକ କଥାବସ୍ତୁରୁ ଆରମ୍ଭ କରୁଛି ସତ କଥା। ଜୟ ଶ୍ରୀକୃଷ୍ଣ ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ महाप्रभु ଶ୍ରୀ ଜଗନ୍ନାଥଙ୍କର କୃପା ଆପଣଙ୍କ ଉପରେ ବରସୁଥାଉ। महाप्रभु ଶ୍ରୀ ଜଗନ୍ନାଥ ପ୍ରାଣ ପୁରୁଷୋତ୍ତମ ବିଷ୍ଣୁ ହରି ମୋହନ ମୁରାରୀଙ୍କୁ ଛାଡ଼ି ଆମେ କୁଆଡ଼େ ଯିବା। ଆଜି ଏକ କଥାବସ୍ତୁରୁ ଆରମ୍ଭ କରୁଛି ସତ କଥା। ସ୍ୱର୍ଗରେ ଦେବରାଜ ଇନ୍ଦ୍ର ଅଛନ୍ତି, କିନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଯେଉଁ ବିଷ୍ଣୁ ରୂପ, ବିଷ୍ଣୁ ଯାଇଥିଲେ ଏକଦା ଇନ୍ଦ୍ରଙ୍କ ପାଖକୁ ସ୍ୱର୍ଗକୁ ଦେଖିବା ପାଇଁ କ'ଣ ଚାଲିଛି। ଯେତେବେଳେ ଇନ୍ଦ୍ରଦେବ ଦେଖିଲେ ଯେ ମୋର ପରମପିତା ଭଗବାନ ବିଷ୍ଣୁ ସ୍ୱୟଂ ଏଠିକି ଆସିଛନ୍ତି, ସେ ସ୍ୱାଗତ କଲେ। ମହାପ୍ରଭୁ ଭଗବାନ ବିଷ୍ଣୁ ବସିକି ସ୍ୱର୍ଗର କଥା ସବୁ ବୁଝିଲେ, ଆଉ ଶେଷରେ ଫେରିଲା ବେଳକୁ ଖୁସି ହେଇ ଇନ୍ଦ୍ରଦେବଙ୍କୁ କହିଲେ, କ'ଣ ବର ମାଗୁଛ ମାଗ। ଇନ୍ଦ୍ରଦେବ ଟିକେ ପଛ ଘୁଞ୍ଚା ଦେଲେ, ତାପରେ ଟିକେ ଟିକେ ଲାଜେଇକି କହିଲେ ଯେ ମହାପ୍ରଭୁ ମୋତେ ସଂସାରର ସବୁଠାରୁ ସୁନ୍ଦର ସ୍ତ୍ରୀ ଲୋକ ଦିଅନ୍ତୁ। ମହାପ୍ରଭୁ ଭଗବାନ ବିଷ୍ଣୁ ଟିକେ ମୁରୁକେଇକି ହସିଲେ, ଯେମିତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣ ମୁରୁକେଇକି ହସନ୍ତି, ତାଙ୍କର ଅଭ୍ୟାସ। ସିଏ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ବିଷ୍ଣୁ ଯୋଗମାୟା ଦ୍ୱାରା ହଜାର ହଜାର ସୁନ୍ଦରରୁ ସୁନ୍ଦର ସ୍ତ୍ରୀ, ସଂସାରରେ ଯେତେ ସୁନ୍ଦର ହେଇପାରିବେ ସେ ସ୍ତ୍ରୀ ସବୁକୁ ଠିଆ କରିଦେଲେ ଲାଇନ୍ କରିକି। ଆଉ ଇନ୍ଦ୍ରକୁ କହିଲେ ବାଛିନେ, କ'ଣ କାହାକୁ ବାଛୁଛୁ। ଇନ୍ଦ୍ରଦେବ ଜଣକୁ ବାଛିଦେଲେ। କିଛି ସମୟ ପରେ ବାଛିନେଲେ। ଆପଣ ତାଙ୍କ ନାଁ ଶୁଣିଥିବେ, ଉର୍ବଶୀ। ରମ୍ଭା ମେନକା ତ ପୂର୍ବରୁ ଥିଲେ, ଏବେ ଉର୍ବଶୀ ବି ଯୋଡ଼ି ହେଇଗଲେ। ତାପରେ ଇନ୍ଦ୍ରଦେବ ଏବେ ତାଙ୍କର ଗୁରୁ ବୃହସ୍ପତି ମହାରାଜଙ୍କ ପାଖକୁ ଗଲେ। ବୃହସ୍ପତି ମହାରାଜ ଦେଖିଲେ ସାଙ୍ଗରେ ଝିଅଟେ ଅଛି। ଇନ୍ଦ୍ରକୁ ପଚାରିଲେ, ଇଏ ତ ସାଇଡ଼୍ରେ କିଏ ରେ, ପାଖରେ କିଏ ଅଛି। ଇନ୍ଦ୍ରଦେବ ଟିକେ ଲାଜେଇକି କହିଲେ ଯେ ଏମିତି ଏମିତି କଥା, ଭଗବାନ ବିଷ୍ଣୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣ ଆସିଥିଲେ, ଆଉ ତାଙ୍କୁ ବର ମାଗିଲି, ସିଏ ମୋତେ ସବୁଠାରୁ ସୁନ୍ଦର ସ୍ତ୍ରୀଟେ ଦେଇଛନ୍ତି, ଆଉ ସେଇଥିପାଇଁ ତ ଆପଣଙ୍କ ପାଖକୁ ଆସିଛି ଆଶୀର୍ବାଦ ନେବା ପାଇଁ। ଗୁରୁ ବୃହସ୍ପତି କହିଲେ, ତୁ ମୋର ବି ନାକ କାଟିଦେଲୁ, ନିଜ ଗୁରୁର ନାକ କାଟିଦେଲୁ। ମୋତେ ଲଜ୍ଜା ଲାଗୁଛି ତୋର ଗୁରୁ ହେବା ପାଇଁ, ଆଉ ତୁ ମୋର ଶିଷ୍ୟ ଭାବିକି ମୋତେ ବହୁତ ଦୁଃଖ ଲାଗୁଛି। ଯେତେବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁ ସ୍ୱୟଂ ଆନନ୍ଦର ଅନନ୍ତ ଆନନ୍ଦ ନିଜେ ତ ସାମ୍ନାରେ ଠିଆ ହେଇଥିଲେ, ତୁ ଅନନ୍ତ ଆନନ୍ଦ ମାଗି ପାରିଥାନ୍ତୁ। ନିଜେ ଭଗବାନ ଶ୍ରୀକୃଷ୍ଣ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ତାଙ୍କଠୁ ମାଗି ପାରିଥାନ୍ତୁ। ତୁ କ'ଣ ମାଗିଲୁ? ଅନନ୍ତ ଜନ୍ମ ବିତିଗଲା, ତୁ ଭଗବାନ ବିଷ୍ଣୁଙ୍କୁ ତାଙ୍କଠୁ ମାଗି ପାରିଥାନ୍ତୁ। ଅନନ୍ତ ଜନ୍ମ ବିତିଗଲା, ତୁ ସେଇ ସ୍ତ୍ରୀ ଲୋଲୁପୀ ହେଇକି ଅଛୁ। ରମ୍ଭା ମେନକା ଉର୍ବଶୀ, ୟାଙ୍କୁ ନେଇକି ତୁ କରିବୁ କ'ଣ? ଅନନ୍ତ ଜନ୍ମ ବିତିଗଲା, କେତେ ସ୍ତ୍ରୀ ତୁ ବନେଇ ସାରିଲୁଣି, ତଥାପି ପେଟ ପୁରିଲାନି, ତୋର ମନ ପୁରିଲାନି। ଏବେ ଦେବରାଜ ଇନ୍ଦ୍ର ଭାବିଲେ, ମୁଣ୍ଡରେ ହାତ ଦେଲେ, ସତ କଥା କ'ଣ କଲି ମୁଁ, କିନ୍ତୁ ଏବେ ଆଉ କ'ଣ ହେଇପାରିବ ଆଜ୍ଞା, ଏ କଥାଟି ସତ। ସେଇଭଳିଆ ପରିସ୍ଥିତି ଆମର। ଦୁନିଆର ସବୁଠାରୁ ଧନୀ ଲୋକ, ଧନୀ ବ୍ୟକ୍ତି ଆମ ସାମ୍ନାରେ ଠିଆ ହେଇଛି, ଆଉ ମାଗୁଛି, କହୁଛି କ'ଣ ଦରକାର ମାଗ। ଆମେ କ'ଣ ମାଗିଲେ ଆଜ୍ଞା? 10 ଲକ୍ଷ ଟଙ୍କା ଦେଇଦେ, 15 ଲକ୍ଷ ଟଙ୍କା ଦେଇଦେ, 1 କୋଟି ଟଙ୍କା ଦେଇଦେ, 50 କୋଟି ଦେଇଦେ। କାହିଁକି ଆଜ୍ଞା? ସେ 50 କୋଟି ବି ଦିନେ ନା ଦିନେ ସରିଯିବ। ଆମେ ଯଦି ସେ ଧନୀ ଲୋକ କହିଥାନ୍ତେ, ସେ ଧନୀ ଲୋକକୁ କହିଥାନ୍ତେ ତୁ ମୋ ସାଙ୍ଗରେ ସବୁବେଳେ ରହ, କିମ୍ବା ତାକୁ କହିଥାନ୍ତେ ମୋତେ ପୁରା ଦୁନିଆ ଦେଇଦେ, ସେ କ'ଣ ଦେଇପାରିନଥାନ୍ତା? ଦୁନିଆର ସବୁଠାରୁ ଧନୀ ଲୋକ। କ'ଣ କଲେ କିନ୍ତୁ ଆମେ? କିଛି ପଇସା ମାଗିଲେ ଯେ ସେଥିରେ ଆମେ ବିଜନେସ୍ କରିବା, ଆରାମରେ ରହିବା। ଏ ତ ମୂର୍ଖାମି ନା। ଆପଣ କହୁଥିବେ ଆମେ ତ କେବେ କରିନୁ। ନାଇଁ ଆଜ୍ଞା, ଆମେ ସମସ୍ତେ କରୁଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣ ପତିତପାବନ ରୂପରେ ଠିଆ ହେଇଛନ୍ତି, ତାଙ୍କୁ ଆମେ ଡେଲି ପୂଜା କରୁଛନ୍ତି, କିନ୍ତୁ ମାଗୁଛନ୍ତି କ'ଣ? ମୋ ଘର ଲୋକଙ୍କୁ ଭଲ କରିଦେ, ମୋତେ କିଛି ପଇସା ଦେଇଦେ, ମୋତେ ସୁଖରେ ରଖିଦେ। କେମିତି ହେବ ଆଜ୍ଞା? ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣ ଗୀତାର 7 ନମ୍ବର ଅଧ୍ୟାୟର 17 ନମ୍ବର ଶ୍ଲୋକରେ କହୁଛନ୍ତି, 4 ପ୍ରକାର ଲୋକ ମୋ ପାଖକୁ ଆସନ୍ତି। ପ୍ରଥମେ ହେଉଛନ୍ତି ଅର୍ଥାର୍ଥୀ, ଯାହାକୁ ପଇସା ଦରକାର। ତାପରେ ଜଣେ ଆର୍ତ, ଯେ ଭୟରେ ଅଛି, ତା'ର ଭବିଷ୍ୟତ ଅନ୍ଧକାର ଅଛି, ସେ ଡରୁଛି, ନିଜ ମାତା ପିତାଙ୍କର ସୁରକ୍ଷା ଚାହୁଁଛି, ନିଜର ସଖା ସହୋଦର ଭାଇ ଭଉଣୀ, ନିଜ ଲୋକଙ୍କର, ସ୍ତ୍ରୀର କିମ୍ବା ସ୍ୱାମୀର କିମ୍ବା ପୁଅର କିମ୍ବା ଝିଅର, ଏ ସମସ୍ତ ନାତି ନାତୁଣୀଙ୍କର ସିଏ ସୁରକ୍ଷା ଚାହୁଁଛି। ସିଏ ବି ଆଉ ଜଣେ ହେଉଛି ଜିଜ୍ଞାସୁ, ଯିଏ ମୋ ବିଷୟରେ ଜାଣିବା ପାଇଁ ଆଗ୍ରହ, ସିଏ ବି।
ଆଉ ଜଣେ ହେଉଛି ଜ୍ଞାନୀ, ଯିଏ ମୋତେ ପରମ ପିତା ସୁପ୍ରିମ୍ ବୋଲି ଜାଣିସାରିଛି, ସର୍ବଶ୍ରେଷ୍ଠ ବୋଲି ଜାଣିସାରିଛି। ସିଏ ମୋ ପାଖକୁ ଆସେ। କିନ୍ତୁ ଏମାନଙ୍କ ଭିତରୁ ଶ୍ରେଷ୍ଠ ହେଉଛି ସେ ଜ୍ଞାନୀ, ଯିଏ ମୋତେ ସର୍ବଶ୍ରେଷ୍ଠ ବୋଲି ଜାଣିସାରିଛି, ଯିଏ ମୋତେ କିଛି ମାଗେ ନାହିଁ, କେବଳ ମୋର ପ୍ରେମ, ମୋର ଭକ୍ତି, ମୋର ଦର୍ଶନ ଅଭିଳାଷା କରେ। କିନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ପୂର୍ବରୁ ଯେଉଁ 3 ଜଣ ଆର୍ତ, ଯିଏ ଡରିକି ନିଜ ପୁଅ ଝିଅ କିମ୍ବା ଭୟ ଲାଗୁଛି ନିଜ ପରିବାର ପାଇଁ ଆସୁଛି, ଯିଏ ଅର୍ଥାତ୍ ଯିଏ ପଇସା ପାଇଁ ଆସୁଛି, ଆଉ ଯିଏ ଜିଜ୍ଞାସୁ ମୁଁ କିଏ ବୋଲି ଜାଣିବା ପାଇଁ ଆସୁଛି, ସେମାନେ ବି ନିଶ୍ଚିତ ଭାବରେ ଧାର୍ମିକ। ମାଗିଲେ କିଛି ଅସୁବିଧା ନାହିଁ, କିନ୍ତୁ ଶ୍ରେଷ୍ଠ ହେଉଛି ଜ୍ଞାନୀ, ଯିଏ ମୋତେ କିଛି ମାଗେ ନାହିଁ, ସିଏ ହିଁ ଶ୍ରେଷ୍ଠ। କିନ୍ତୁ ଯେଉଁ ପୂର୍ବ 3 ଜଣ ହେଲେ, ତାଙ୍କୁ ବି ମୁଁ ପ୍ୟୁରିଫାଇ କରିଦେବି, ସେ ପବିତ୍ର ହେଇଯିବେ ଧୀରେ ଧୀରେ, ମାଗି ଏମିତି ପ୍ୟୁରିଫାଇ କରିଦେବି, ଏମିତି ଜିନିଷ ତାଙ୍କୁ ଦେବି ଯେ ସିଏ ଆଉ ନେକ୍ସଟ ମାଗିବେ ନାହିଁ ମୋତେ, ତାଙ୍କୁ ଖରାପ ଲାଗିବ। ଯେମିତି ଶିବ, ସବୁଠୁ ବଡ଼ ବୈଷ୍ଣବ ହେଉଛନ୍ତି ଶିବ ଶମ୍ଭୁ, କିନ୍ତୁ ସିଏ କ'ଣ କେବେ କିଛି ମାଗନ୍ତି? ତାଙ୍କ ନିଜର ଅବସ୍ଥା ଦେଖନ୍ତୁ, ତାଙ୍କ ପାଖରେ ନିଜର ମହଲଟେ ବି ନାହିଁ, ଘର ନାହିଁ, 2 BHK ଆପାର୍ଟମେଣ୍ଟ ବି ନାହିଁ। କାହିଁକି? ସେ ଜାଣିଛନ୍ତି ଏସବୁ ଜିନିଷରେ କିଛି ନାହିଁ। କେବଳ ଜଗନ୍ନାଥ, କେବଳ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭଗବାନ ବିଷ୍ଣୁ, ଭଗବାନ ଶ୍ରୀକୃଷ୍ଣ, ରାମ, ବିଷ୍ଣୁ ତତ୍ତ୍ୱ ହିଁ ସବୁକିଛି। ତେଣୁକରି ଯିଏ ହରିଭକ୍ତ, ସିଏ ପଇସା ପତ୍ର ଚାହେଁ ନାହିଁ। ଯଦି ଆପଣ ସତରେ ହରିଭକ୍ତ ହେବା ପାଇଁ ଚାହୁଁଛନ୍ତି, ତାହେଲେ କିଛି ମାଗନ୍ତୁ ନାହିଁ, କେବଳ ଦର୍ଶନର ଅଭିଳାଷା କରନ୍ତୁ। ତେଣୁକରି ଯଦି ଏବେ ଯାଆନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ କିଛି ମାଗନ୍ତି, ଘରେ ବି ଆପଣଙ୍କର ମନ୍ଦିର ଥିବ, ଏସବୁ ଜିନିଷ ମାଗିବେ ନାହିଁ ଆଜ୍ଞା। ବାଇ ଡିଫଲ୍ଟ ଏସବୁ ଆପଣଙ୍କୁ ମିଳିବ। ଯଦି ଆପଣଙ୍କୁ ମିଳିବାର ଥିବ, ମିଳିବ। ଆଉ ଯଦି କିଏ ଦୁନିଆରୁ ଯିବାର ଥିବ, ଆପଣ ଚାହିଁଲେ ତାକୁ ରଖିପାରିବେନି ଆଜ୍ଞା। ମହାପୁରୁଷମାନଙ୍କର ଗୁରୁ ତାଙ୍କ ଦାଦା ଶମ୍ଭୁ, ଶଙ୍କର, ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ସ୍ୱାମୀ, ଶିବଙ୍କର ଅବତାର, ସ୍ୱୟଂ ଅବତାର, ଜଗତଗୁରୁ ଆଦି ଶଙ୍କରାଚାର୍ଯ୍ୟ 32 ବର୍ଷ 6 ମାସରେ ଏଠୁ ପଳେଇଲେ ଆଜ୍ଞା। ଆରେ ଆଦି ଗୁରୁ ଥିଲେ, ଜଗତଗୁରୁ ଥିଲେ, ପଳେଇଲେ କେମିତି? ସମୟ ଆସିଗଲା ଆଜ୍ଞା। ଯାହାକୁ ଯିବାର ଅଛି ତାକୁ ଯିବାକୁ ହିଁ ପଡ଼ିବ। ସେଇଭଳି ଆଜ୍ଞା ଆପଣ ଚାହିଁଲେ ବି ରଖିପାରିବେନି। ସବୁ ସେ ହରିର ଇଚ୍ଛା, ସେ ଜଗାର ଇଚ୍ଛା। ଆମେ କ'ଣ ମାଗିଦେଲେ କାହାର ଅଧିକ ଟିକେ ବୟସ ମାଗିଦେବା, ପଇସା ପତ୍ର ମାଗିଦେବା, ଏସବୁ ତ ସରିଯିବ ଆଜ୍ଞା, ଭୌତିକ ଜିନିଷ। ଆକୁ ମାଗିକି ଲାଭ କ'ଣ? ଏମିତି ଜିନିଷ ମାଗନ୍ତୁ ଯେଉଁଟା କେବେ ସରିବ ନାହିଁ, ଭକ୍ତି କେବେ ସରିବ ନାହିଁ। ନିଜେ ମହାପ୍ରଭୁଙ୍କୁ ମାଗନ୍ତୁ, ମହାପ୍ରଭୁ ଆପଣଙ୍କୁ ଦର୍ଶନ କରିବି, ଆପଣ ମୋତେ ଦର୍ଶନ ଦିଅନ୍ତୁ। ହଁ, ଏସବୁ ଜିନିଷ ମାଗନ୍ତୁ ନାହିଁ। ଭୌତିକ ଜିନିଷ ଯେଉଁଟା ମାଗିକି ସରିଯିବ, ଲାଭ କ'ଣ ସେଥିରେ? ସେ କ'ଣ ବୁଦ୍ଧିମାନର କାମ ଆଜ୍ଞା? ନାହିଁ। ମାୟାର ବଶବର୍ତ୍ତୀ ହୁଅନ୍ତୁ ନାହିଁ, ହରିର ଶରଣକୁ ଯାଆନ୍ତୁ, ସେ ଛନ୍ଦା ଚରଣକୁ ଯାଆନ୍ତୁ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।